बड़ पिलाଙ୍କୁ ଆଟାକ୍ କଲା ଏଚ୍ଏମ୍ପି ଭାଇରସ୍। ନାଗପୁରରେ 2 ମାମଲା ଚିହ୍ନଟ। ହେଲୋ ପ୍ୟାନ୍ ନମସ୍କାର, ଶୁଭ ସନ୍ଧ୍ୟା। ଆପଣ ହିନ୍ଦୁ ରାଜେଶ ଭାଇ 7 ଜାନୁଆରୀ ଚାଲନ୍ତୁ ଜାଣିବା ଆଜି ଟପ୍ ନ୍ୟୁଜ୍। ଦେଶରେ ଏଚ୍ଏମ୍ପି ମାନବ ମୋଟାନିୟମ ଭାଇରସ୍ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ନାଗପୁରରେ ଏହି ଭୂତାଣୁ ସଂକ୍ରମଣର 2ଟି ନୂତନ କେସ୍ ରିପୋର୍ଟ ହୋଇଛି। ଏଚ୍ଏମ୍ପି ଭାରତରେ ପହଞ୍ଚିଛି ଏବଂ ଏହାର ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ମହାରାଷ୍ଟ୍ରର ନାଗପୁରରେ ଏଚ୍ଏମ୍ପି ଭୂତାଣୁ ଥିବା 2 ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ କର୍ଣ୍ଣାଟକରେ 2, ଗୁଜରାଟରେ 1, ପଶ୍ଚିମବଙ୍ଗରେ 1 ଏବଂ ତାମିଲନାଡୁରେ 2ଟି ମାମଲା ହୋଇଥିଲା। ନାଗପୁରରେ ଜଣେ 13 ବର୍ଷର ବାଳିକା ଏବଂ 7 ବର୍ଷର ବାଳକଠାରେ ଭୂତାଣୁ ଲକ୍ଷଣ ଦେଖିବାକୁ ମିଳିଛି। କ୍ରମାଗତ ଥଣ୍ଡା, କାଶ ଏବଂ ଜ୍ୱର ହେବାରୁ ପରିବାର ଲୋକେ ଏକ ଘରୋଇ ଲ୍ୟାବରେ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ପରିବାର ସଦସ୍ୟ ଭୟଭୀତ ବି ହୋଇପଡ଼ିଥିଲେ। ତେବେ ଉଭୟ ଶିଶୁଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିନି। ଘରୋଇ ଚିକିତ୍ସା ହେତୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟନ୍ତ୍ରଣରେ ରହିଛି। ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନରେ ମଧ୍ୟ ଏହି ନୂଆ ଭୂତାଣୁ ବିଷୟରେ ଜାଣିବା ପରେ ସତର୍କତା ଅବଲମ୍ବନ କରିଛି। ଯେଉଁଠାରେ ଏହି ଭୂତାଣୁ ସନ୍ଦେହରେ ରୋଗୀଙ୍କୁ ଚିକିତ୍ସା କରାଯିବ। ଏହା ବ୍ୟତୀତ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣେ ମ୍ୟୁନିସିପାଲିଟି କର୍ପୋରେସନରେ ମଧ୍ୟ ଭୂତାଣୁ ପାଇଁ ପୁଣେ ନାଇଡୁ ହସ୍ପିଟାଲରେ 5 ଶଯ୍ୟା ଖାଲି କରାଯାଇଛି। ଏହି ଭୂତାଣୁର ଲକ୍ଷଣ ଥିବା ରୋଗୀଙ୍କୁ ଏହି ବେଡ୍ରେ ରଖାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଯଦି ରୋଗୀଙ୍କ ସଂଖ୍ୟା ଆହୁରି ବଢ଼େ, ତେବେ 5ଟି ଶଯ୍ୟା 50 ଶଯ୍ୟାରେ ପରିଣତ ହେବ ଏବଂ ଏକ ପୃଥକ୍ ୱାର୍ଡ କରାଯିବ ବୋଲି କୁହାଯାଇଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏହିଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।